ବସନ୍ତ ଋତୁର ଆଗମନ ସହିତ ପ୍ରକୃତି ଏକ ନୂଆ ରୂପ ନିଏ। କିନ୍ତୁ ଆପଣ ଜାଣନ୍ତି କି ଏହି ସମୟରେ ଆସୁଥିବା ଚୈତ୍ର ନବରାତ୍ରି କେବଳ ଏକ ପର୍ବ ନୁହେଁ, ବରଂ ନିଜ ଭିତରେ ଥିବା ଅସୀମ ଶକ୍ତିକୁ ଚିହ୍ନିବାର ଏକ ମାଧ୍ୟମ। ଆସନ୍ତୁ ଜାଣିବା ନବରାତ୍ରିର ଏହି ପ୍ରେରଣାଦାୟକ କାହାଣୀ, ଯାହା ଆପଣଙ୍କର ଜୀବନ ବଦଳେଇଦେବ। ବନ୍ଧୁଗଣ, ଶୀତର ବିଦା ଏବଂ ବସନ୍ତର ଆଗମନ, ପ୍ରକୃତି ଯେପରି ଏକ ନୂତନ ଜୀବନ ପାଏ, ଠିକ୍ ସେହିପରି ହିନ୍ଦୁ ନବବର୍ଷର ଆରମ୍ଭରେ ଆସେ ଚୈତ୍ର ନବରାତ୍ରି। ଏହା କେବଳ ଉପବାସ କିମ୍ବା ପୂଜାର 9 ଦିନ ନୁହେଁ, ଏହା ହେଉଛି ଆମ ଜୀବନରୁ ଅନ୍ଧକାରକୁ ଦୂର କରି ଆଲୋକ ଆଡ଼କୁ ଯିବାର ଏକ ଦିବ୍ୟ ଯାତ୍ରା। ପ୍ରତିବର୍ଷ ଏହି ସମୟରେ ମା ଦୁର୍ଗା ଆମକୁ ଏକ ନୂଆ ଆଶା ଏବଂ ଶକ୍ତି ପ୍ରଦାନ କରିବାକୁ ଧରାପୃଷ୍ଠକୁ ଆସିଥାନ୍ତେ। ପୌରାଣିକ କାହାଣୀ ଅନୁଯାୟୀ ଯେତେବେଳେ ମହିଷାସୁରର ଅତ୍ୟାଚାର ବଢ଼ିଗଲା, ଦେବତାମାନେ ମଧ୍ୟ ନିଜର ଶକ୍ତି ହରାଇ ବସିଲେ, ସେତେବେଳେ ସମସ୍ତ ଦେବତାମାନଙ୍କର ଶକ୍ତିକୁ ଏକାଠି କରି ମା ଦୁର୍ଗା ମହିଷାସୁରକୁ ବଧ କରିଥିଲେ। ମା ଦୁର୍ଗା କେବଳ ଜଣେ ଦେବୀ ନୁହନ୍ତି, ସେ ହେଉଛନ୍ତି ନାରୀ ଶକ୍ତି ଏବଂ ଆମ ସମସ୍ତଙ୍କ ଭିତରେ ଥିବା ସାହସର ପ୍ରତୀକ। ମହିଷାସୁର ହେଉଛି ଆମ ଭିତରେ ଥିବା ଅହଙ୍କାର, କ୍ରୋଧ ଏବଂ ଭୟ, ଯାହାକୁ ଆମକୁ ପ୍ରତିଦିନ ହରାଇବାକୁ ପଡ଼ିବ। ଚୈତ୍ର ନବରାତ୍ରିର ଏହି 9 ଦିନ ମାଙ୍କର ନବଦୁର୍ଗା ରୂପକୁ ସମର୍ପିତ। ପ୍ରଥମ ଦିନ ଶୈଳପୁତ୍ରୀଙ୍କ ଠାରୁ ଆରମ୍ଭ କରି ନବମ ଦିନ ସିଦ୍ଧିଦାତ୍ରୀଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଆମକୁ ଏକ ନୂଆ ଶିକ୍ଷା ଦିଏ। ଏହି ଯାତ୍ରା ହେଉଛି ନିଜର ଆତ୍ମବିଶ୍ୱାସ ଗଢ଼ିବାର ଯାତ୍ରା। ଯେମିତି ମାଙ୍କର ଗୋଟାଏ ରୂପ ଶାନ୍ତିର ବାର୍ତ୍ତା ଦିଏ, ତ ଅନ୍ୟ ଏକ ରୂପ ଅନ୍ୟାୟ ବିରୁଦ୍ଧରେ ଲଢ଼ିବାର ସାହସ ଦିଏ। ଯେତେବେଳେ ଆମେ ମାଙ୍କର ସ୍ମରଣ କରୁ, ଆମେ ପ୍ରକୃତରେ ନିଜ ଭିତରର ସେହି ଦିବ୍ୟ ଗୁଣଗୁଡ଼ିକୁ ଜାଗ୍ରତ କରୁ। ଆମେ ନବରାତ୍ରରେ ଯେଉଁ ଉପବାସ କରୁ, ଏହାର ଏକ ବୈଜ୍ଞାନିକ ଏବଂ ଆଧ୍ୟାତ୍ମିକ ଦିଗ ମଧ୍ୟ ରହିଛି। ଋତୁ ପରିବର୍ତ୍ତନ ସମୟରେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଏହା ଏକ ପ୍ରାକୃତିକ ପ୍ରକ୍ରିୟା। କିନ୍ତୁ କେବଳ ଶାରୀରିକ ନୁହେଁ, ମାନସିକ ଶୁଦ୍ଧତା ମଧ୍ୟ ନିହାତି ଆବଶ୍ୟକ। ଏହି 9 ଦିନ ଯଦି ଆମେ ଆମର ନକାରାତ୍ମକ ଚିନ୍ତାଧାରାକୁ ଉପବାସରେ ରଖିବା, ତେବେ ଆମ ଜୀବନରେ ଏକ ଅଦ୍ଭୁତ ପରିବର୍ତ୍ତନ ଆସିବ। ନିଜ ଭିତରର ଶକ୍ତିକୁ ଚିହ୍ନନ୍ତୁ, କାରଣ ଆପଣଙ୍କ ମଧ୍ୟରେ ମଧ୍ୟ ସେହି ବ୍ରହ୍ମାଣ୍ଡର ଶକ୍ତି ଲୁଚି ରହିଛି। ଏହି ଚୈତ୍ର ନବରାତ୍ରରେ ଆସନ୍ତୁ କେବଳ ଦୀପ ନୁହେଁ, ନିଜ ଭିତରର ଚେତନାକୁ ମଧ୍ୟ ପ୍ରଜ୍ୱଳିତ କରିବା। ପ୍ରତ୍ୟେକ ସମସ୍ୟାର ସାମ୍ନା କରିବା ପାଇଁ ମା ଆପଣଙ୍କୁ ଅସୀମ ସାହସ ଏବଂ ଧୈର୍ଯ୍ୟ ପ୍ରଦାନ କରନ୍ତୁ। ଜୀବନର ଯେକୌଣସି ପରିସ୍ଥିତିରେ ଯେତେବେଳେ ଆପଣ ଏକୁଟିଆ ଅନୁଭବ କରିବେ, ମନେ ରଖିବେ ଯେ ମାଙ୍କର ଆଶୀର୍ବାଦ ଆପଣଙ୍କ ସାଥିରେ ସର୍ବଦା ଅଛି। ଆପଣ ସମସ୍ତଙ୍କୁ ଚୈତ୍ର ନବରାତ୍ରି ଏବଂ ହିନ୍ଦୁ ନବବର୍ଷର ଅନେକ ଅନେକ ଶୁଭେଚ୍ଛା।